କେଉଁ ଆବାହମାନ କାଳରୁ ନିଜର ମହିମାରେ ମହିମାନ୍ୱିତ ଏ ବୃହଦମ୍ବା ମାଟି ଯେଉଁଠି ପ୍ରକୃତି ରାଣୀ ସୃଷ୍ଟି କରିଛି ଭୌଗୋଳିକ ଚାରୁଚିତ୍ରଶାଳା। ଉତ୍ତରରେ ଧାଡ଼ି ଧାଡ଼ି ନଭଶ୍ଚୁମ୍ବୀ ପର୍ବତମାଳା ଦୁର୍ଭେଦ୍ୟ ପ୍ରାଚୀର ସଦୃଶ ଦଣ୍ଡାୟମାନ। ଦକ୍ଷିଣରେ କଳ କଳ ନିନାଦିନୀ ପୁଣ୍ୟତୟା ଉତ୍କଳ ଜାହ୍ନବୀ ମହାନଦୀ ଓ ତାର ତଟଦେଶସ୍ଥ ସ୍ୱର୍ଣ୍ଣପ୍ରସୂ ହରିତାୟମାନ ଦିଗନ୍ତ ବିସ୍ତୃତ ଶସ୍ୟ କ୍ଷେତ୍ର। ଯେଉଁ ମାଟିକୁ ସୁରକ୍ଷା ଦେବାକୁ ଯାଇ ମା ଭଟ୍ଟାରିକା ନିଜ ଅସ୍ତ୍ର ଧାରଣ କରି ଶତ୍ରୁକୁ ନିପାତ କରିଛନ୍ତି, ତ କେତେବେଳେ ମର୍ଯ୍ୟାଦା ପୁରୁଷ ପ୍ରଭୁ ଶ୍ରୀରାମ ଏହି ପବିତ୍ର ମାଟିରେ ଅବସ୍ଥାନ କରି ତ୍ରିକୁଟ ଶୈବ ଧର୍ମ ପ୍ରତିଷ୍ଠା କରିଛନ୍ତି ସିଂହାଚଳ ପାହାଡ଼ର ପାଦଦେଶରେ। ପ୍ରଭୁ ସୌମିତ୍ରୀଙ୍କ ଦ୍ୱାରା ସ୍ଥାପିତ ଦେବଦେବ ଶ୍ରୀ ଶ୍ରୀ ସିଂହନାଥଙ୍କୁ ଦର୍ଶନ କରିବା ନିମିତ୍ତ ଓଡ଼ିଶାର ସର୍ବବୃହତ ଟି ସେତୁ ଏଠାରେ ମହାନଦୀ ଉପରେ ନିର୍ମାଣ କରାଯାଇଛି। 26 ଗଡ଼ଜାତର ମୌଳମଣି ଏହି କଳାପ୍ରସୂ ବୀରପ୍ରସୂ ବଡ଼ମ୍ବାର ଓଡ଼ିଶାର ଭାଷା ସାହିତ୍ୟକୁ ରହିଛି ପର୍ଯ୍ୟାପ୍ତ ଅବଦାନ। ଏଠାରେ ଅନେକ ଜ୍ଞାନୀ ଗୁଣୀ ବିଜ୍ଞ ପ୍ରାଜ୍ଞ ଯଶସ୍ୱୀ ସାରସ୍ୱତ ସାଧକ କଳାକାର ଗାୟକ ନୃତ୍ୟଶିଳ୍ପୀ କ୍ରୀଡ଼ାବିତ ଜନ୍ମ ନେଇ ଏହି ମାଟିର ମାନବୃଦ୍ଧି କରିଛନ୍ତି। ରାଜା ଚନ୍ଦ୍ରଶେଖର ମଙ୍ଗରାଜ, ରାଜା ପଦ୍ମନାଭ ମଙ୍ଗରାଜ, ରାଜା ଦାଶରଥୀ ବୀରବର ମଙ୍ଗରାଜ, ବିଶ୍ୱମ୍ବର ମଙ୍ଗରାଜ ପ୍ରଭୃତି କଳା ଓ ସାହିତ୍ୟର ପୃଷ୍ଠପୋଷକ ଥିଲେ। ସବୁଜ କବି ବୈକୁଣ୍ଠନାଥ ପଟ୍ଟନାୟକ, କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକ, ହାଡ଼ିବନ୍ଧୁ ଶତପଥୀ, କବିକଳ ହଂସ ପଣ୍ଡିତ ସୂର୍ଯ୍ୟନାରାୟଣ ମିଶ୍ର, କବିଗୁରୁ ଦୁର୍ଯ୍ୟୋଧନ ବରାଳ, ବିଜ୍ଞାନ କବି ଚନ୍ଦ୍ରଶେଖର ମହାନ୍ତି, ବିପ୍ଳବୀ କବି ଧ୍ରୁବ ରଣା, କବିଗୌରବ କୈଳାସ ଚନ୍ଦ୍ର ଜେନା, ରାମଚନ୍ଦ୍ର ମଲ୍ଲିକ, ସରଳ କବି ଶ୍ୟାମବନ୍ଧୁ ବେହେରା, କବି ସୌରଭ ଦୁର୍ଗାଚରଣ ରାଉତ ଏବଂ କବିକମଳ ଜଗନ୍ନାଥ ବାରିକଙ୍କ ପାଇଁ ବଡ଼ମ୍ବା ମାଟି ଗର୍ବିତ। ଏହି ମାଟିର ସାରସ୍ୱତ ସୃଷ୍ଟିକୁ ସ୍ରଷ୍ଟାଙ୍କୁ ଏକାଠି କରି ଏହି ଅଞ୍ଚଳକୁ ଉତ୍କଳ ଭାଷା ସାହିତ୍ୟରେ ଏକ ସ୍ୱତନ୍ତ୍ର ମର୍ଯ୍ୟାଦା ଦେବା ପାଇଁ ସମ୍ପ୍ରତି ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଆଦର୍ଶ ଶିକ୍ଷକ ଶ୍ରୀଯୁକ୍ତ ଜଗନ୍ନାଥ ବାରିକ, ଯେ କବି ସମ୍ରାଟ ଭଜଙ୍କ ରୀତିଯୁଗୀୟ ଧାରା ସହିତ ଆଧୁନିକ ସାହିତ୍ୟର ଜନକ କବିବର ରାଧାନାଥ ରାୟଙ୍କ ଶୈଳୀର ସୁସମନ୍ୱୟରେ ଅଦ୍ୟାବଧି 30ରୁ ଊର୍ଦ୍ଧ୍ୱ କାବ୍ୟ ଓ ଶହ ଶହ କବିତା ପ୍ରବନ୍ଧ ଆଦି ସୃଷ୍ଟି କରି ବଡ଼ମ୍ବାର ଗାଡ଼ି ଅବୃଦ୍ଧିରେ କର୍ଣ୍ଣଧାର ସାରିଛନ୍ତି। ତାଙ୍କ ନାମରେ ତାଙ୍କର ଅନୁଗାମୀ ମାନଙ୍କ ଦ୍ୱାରା 2022 ମସିହାରେ କବି ଜଗନ୍ନାଥ ଭାଷା ପ୍ରତିଷ୍ଠାନ ଗଢ଼ା ହୋଇଅଛି। ବିଶିଷ୍ଟ ସାରସ୍ୱତ ସାଧକ ତଥା ଶିକ୍ଷାବିତ ରାମଚନ୍ଦ୍ର ବିଶ୍ୱାଳଙ୍କ ମାର୍ଗଦର୍ଶନ ତଥା ଅବସରପ୍ରାପ୍ତ ବ୍ୟାଙ୍କ ଅଧିକାରୀ ଶ୍ରୀଯୁକ୍ତ ବିପିନ ବିହାରୀ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠାନଟି ଗତିଶୀଳ। ମୁଖ୍ୟ ସମ୍ପାଦକ ତଥା ପରିଚାଳକ ରୂପେ କବି ସାଗର କୁମାର ପରିଡ଼ା, ଉପସଭାପତି ଶ୍ରୀଯୁକ୍ତ ମାନସ ରଞ୍ଜନ ଚୌଧୁରୀ, ସହ ସମ୍ପାଦକ ଶ୍ରୀଯୁକ୍ତ ଚନ୍ଦ୍ରକାନ୍ତ ଜେନା ଓ କୋଷାଧ୍ୟକ୍ଷା ଶ୍ରୀମତୀ ନିରଜ ପ୍ରଭା ଚୌଧୁରୀ ତଥା ପରିଚାଳନା କମିଟି ସଦସ୍ୟମାନଙ୍କୁ ନେଇ ଅନୁଷ୍ଠାନ ଆଜି ତାର ତୃତୀୟ ବାର୍ଷିକ ଉତ୍ସବ ପାଳନ କରୁଛି। 2025 ମସିହାରେ ଅନେକ ଜନହିତ କାର୍ଯ୍ୟକ୍ରମ ଯଥା ବୃକ୍ଷରୋପଣ, ଅନଲାଇନ କବିତା ପାଠୋତ୍ସବ, ଆଲୋଚନା ଚକ୍ର ଇତ୍ୟାଦି ଏହି ଅନୁଷ୍ଠାନ ବଡ଼ମ୍ବା ଅଞ୍ଚଳର ଓଡ଼ିଆ ଭାଷାର ପ୍ରଚାର ପ୍ରସାର ଓ ପରିବେଶ ପରିମଳ ପରିଚ୍ଛନ୍ନତା ଓ ସ୍ୱାସ୍ଥ୍ୟ ସଚେତନତା ଉପରେ ଗୁରୁତ୍ୱାରୋପ କରିଆସିଛି। କବି ଜଗନ୍ନାଥ ଭାଷା ପ୍ରତିଷ୍ଠାନର ନିଜସ୍ୱ ମୁଖପତ୍ର ଅର୍ଣ୍ଣବର 2 ସଂଖ୍ୟା ଆଜି ଉନ୍ମୋଚିତ ହେବାକୁ ଯାଉଛି। ବଡ଼ମ୍ବାର ବଣମଲ୍ଲି ତୁଲ୍ୟ କବି କବୟିତ୍ରୀ ମାନଙ୍କ ରଚନାକୁ ପ୍ରାଧାନ୍ୟ ଦିଆଯିବା ସହିତ ଉତ୍କଳର ବିଭିନ୍ନ ପ୍ରାନ୍ତରର ନୂତନ ତଥା ବିଶିଷ୍ଟ ଲେଖକ ଲେଖିକାଙ୍କ ଆଲେଖ୍ୟ ଏଥିରେ ସ୍ଥାନିତ ହୋଇଅଛି। ପତ୍ରିକା ପ୍ରକାଶନରେ ସଭାପତି, ସମ୍ପାଦକ, ଉପସଭାପତି ଓ ସମ୍ପାଦନ ମଣ୍ଡଳୀଙ୍କର ଉଦ୍ୟମ ପ୍ରଶଂସନୀୟ ଓ ଅଭିନନ୍ଦିତ। ଅନୁଷ୍ଠାନ ବଡ଼ମ୍ବାର ସାହିତ୍ୟ ଅନୁଗାମୀ ବ୍ୟକ୍ତିବିଶେଷଙ୍କୁ ସାର୍ବିକ ସାହାଯ୍ୟ ଓ ସହଯୋଗ କାମନା କରୁଅଛି। ସମସ୍ତଙ୍କ ମିଳିତ ଅନୁକମ୍ପ ପାଇଁ ଅନୁଷ୍ଠାନକୁ ସଶକ୍ତ କରିବା ସହିତ ବଡ଼ମ୍ବାର ସମ୍ମାନ ବୃଦ୍ଧିରେ ସହାୟକ ହୋଇପାରିବ। ଏହାର ଉଜ୍ଜ୍ୱଳ ଭବିଷ୍ୟତ ନିମିତ୍ତ କରୁଣାମୟୀ ଜଗଜନନୀ ମା ଭଟ୍ଟାରିକା ଓ ପ୍ରଭୁ ଶ୍ରୀ ଶ୍ରୀ ଶ୍ରୀନାଥ ପ୍ରଭୁ ଶ୍ରୀ ଶ୍ରୀ ନୀଳକଣ୍ଠେଶ୍ୱରଙ୍କ ନିକଟରେ ପ୍ରାର୍ଥନା କରୁ। ଜୟ ଜଗନ୍ନାଥ, ବନ୍ଦେ ଉତ୍କଳ ଜନନୀ, ବନ୍ଦେ ଉତ୍କଳ ଜନନୀ।